ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଗୁରାଣ୍ଡି ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଆନୁକୂଲ୍ୟରେ ଏହି ପରୀକ୍ଷା ଶିବିର ହୋଇଥିଲା। ଉକ୍ତ ଶିବିରକୁ ଗୁରାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଶାନ୍ତ କୁମାର ସାମଲ ଉଦ୍ଘାଟନ କରିଥିବା ବେଳେ ଗୁରାଣ୍ଡି ସରପଞ୍ଚ ଶିଳ୍ପା ପାତ୍ର, ସମିତି ସଭ୍ୟା ପି ମୀନାକ୍ଷୀ, ନାୟବ ସରପଞ୍ଚ ରୁକୁମା ମାଝୀ, ସମାଜସେବୀ ନଳିନୀକାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଶିବିରରେ ଚକ୍ଷୁ ପ୍ରତି ଅତିସରଣ ଦୋଷ, କଳା ମୋତିଆବିନ୍ଦୁ, ଗ୍ଲୁକୋମା, ପରଳ ଓ ଡାଇବେଟିକ୍ ଚକ୍ଷୁ ରୋଗର ପରୀକ୍ଷଣ ନିଃଶୁଳ୍କ କରାଯାଇଥିଲା। ଏଥିରେ ମୋଟ 70 ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ 5 ଜଣଙ୍କୁ ରିହାତି ମୂଲ୍ୟରେ ଚଷମା ପ୍ରଦାନ କରାଯାଇଥିଲା। ସେହିପରି 5 ଜଣଙ୍କୁ ସମ୍ପୂର୍ଣ୍ଣ ମାଗଣା ଅସ୍ତ୍ରୋପଚାର ନିମନ୍ତେ ପଠାଇ ଦିଆଯାଇଛି। ଏହି ସମସ୍ତ କାର୍ଯ୍ୟକ୍ରମରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଷ୍ଟାଫ୍ ତଥା କ୍ୟାମ୍ପ ମ୍ୟାନେଜର, ଚିଫ୍ ଅପ୍ଟୋମେଟ୍ରିକ୍ସ, ଚକ୍ଷୁ ଟେକ୍ନିସିଆନ୍ ପ୍ରମୁଖ ଯୋଗଦେଇ ଶିବିରକୁ ପରିଚାଳନା କରିଥିଲେ। ଗୁରାଣ୍ଡି ଅଞ୍ଚଳର ସମାଜସେବୀ ଉମାଶଙ୍କର ପାତ୍ର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ, ଖୋଲା ଖବର ଟିଭି।